ଆସନ୍ତୁ ଶୁଣିବା ଏକାଙ୍କିକା ସେନାପତିର ଦ୍ୱିତୀୟ ଅଙ୍କର ପ୍ରଥମ ଓ ଦ୍ୱିତୀୟ ଭାଗ। ଇତିମଧ୍ୟରେ କେତେ ବର୍ଷ ଅତୀତ ହୋଇଯାଇଛି। ଫକୀରମୋହନ ନୀଳଗିରିରେ କିଛି ଦିନ ଦେୱାନୀ କରି ପୁଣି ବାଲେଶ୍ୱର ଫେରିଆସିଛନ୍ତି। ପ୍ରଥମ ପକ୍ଷ ସ୍ତ୍ରୀ ଲୀଳାଙ୍କ ମୃତ୍ୟୁ ପରେ କୃଷ୍ଣାଙ୍କ ସହିତ ତାଙ୍କର ବିବାହ ହୋଇଛି। ଫକୀରମୋହନ ବର୍ତ୍ତମାନ କିନ୍ତୁ ବେକାର। କୃଷ୍ଣା, ତମେ ଏମିତି ଭାଙ୍ଗି ପଡ଼ିଲେ ଚଳିବ? ତମେ ପରା କହୁଥିଲ ଓଡ଼ିଆରେ କିତାବ ନାହିଁ, କିତାବ ଲେଖିବ। ଓଡ଼ିଆ ମୂଲକ ଏଠି ଖଣ୍ଡେ ସେଠି ଚେନାଏ ଖଣ୍ଡ ଖଣ୍ଡ ହୋଇ ପଡ଼ିଛି। ସେସବୁକୁ ଏକାଠି କରି ପୁଣି ଗଙ୍ଗାଠାରୁ ଗୋଦାବରୀ ଯାଏ ଓଡ଼ିଆ ମୂଲକ ଗଢ଼ିବ। ଜୀବନରେ ଏତେ କାମ ବାକି ପଡ଼ିଥାଉ ଥାଉ ତମେ ଭାଙ୍ଗି ପଡ଼ିଲେ ଚଳିବ କିପରି? ଫକୀରମୋହନ, ତମେ ଆଶ୍ଚର୍ଯ୍ୟ କୃଷ୍ଣା, ତମ ଧୈର୍ଯ୍ୟର ତୁଳନା ନାହିଁ। ମୋର ପ୍ରଥମ ସ୍ତ୍ରୀ ଥିଲେ ଯେ ସକାଳ ସଞ୍ଜ ତାଙ୍କ ମୁହଁରୁ ଖାଲି ନୈରାଶ୍ୟର କଥା, ଖାଲି କଳହ ଶୁଣି ଶୁଣି ମୁଁ ସବୁ ଆଶା ହରାଇ ବସିଥିଲି। କୃଷ୍ଣା, କିନ୍ତୁ ମୁଁ ତମ ସାଙ୍ଗରେ କଳି ନ କଲେ ଆଉ ଏଣିକି ତ ଚଳିବ ନାହିଁ। ଦେଖୁଛି ଟଙ୍କା ହାତରେ ଥିବା ଯାଏଁ ଛାତିରେ ଶତସିଂହର ସାହସ, ଟଙ୍କା ସରିଲେ ମୁଣ୍ଡରେ ହାତ ଦେଇ ଭାବନା। 4 ବର୍ଷ କାଳ ନୀଳଗିରିରେ ଦେବାନ ହେଲ, ଆଜି ହାତରେ ପଇସାଟିଏ ଅଛି ନା? ଫକୀରମୋହନ, କାଗଜ ପ୍ରେସ୍ ବହି ଛପାଇବା ବାବଦରେ ଯାହା ଋଣ ଥିଲା ସେତକ ତ ସେଇ ସଞ୍ଚୟରୁ ସୁଝିଲି, ଆଉ ପଇସା କେଉଁଠୁ ଆସିବ? କୃଷ୍ଣା, ମୁଁ କ'ଣ ପରର ଧାରୁଆ ହୋଇ ରହିବାକୁ କହୁଛି କି? ହେଲେ ଏତେ ଭଲ ଚାକିରିଟା ହାତଛଡ଼ା କାହିଁକି କଲ? ନୀଳଗିରିର ରଜା ଏବେ କହୁଥିଲେ ତାଙ୍କ ପୁତୁରାକୁ ଉତ୍ତରାଧିକାରୀ ନ କରି ଫୁଲ ବିବାହୀ ପୁଅକୁ ଉତ୍ତରାଧିକାରୀ କରିବା ପାଇଁ। ତାଙ୍କ ଅନ୍ୟାୟ ତାଙ୍କର, ତମେ ସେଥିରେ ବାଧା ଦେଲ କାହିଁକି? ଫକୀରମୋହନ, ବୁଝିନା କୃଷ୍ଣା, ଅନ୍ୟାୟ କରିବା ଅପେକ୍ଷା ଅନ୍ୟାୟର ପୋଷକତା କରିବା ଆହୁରି ବଡ଼ ଅନ୍ୟାୟ। କୃଷ୍ଣା, ତୁମକୁ ଏବେ କଥାରେ ପାରିବ କିଏ? ହଉ, ଯାହା କଲ ଭଲ କଲ, ତୁମେ କେବେ ଭୁଲ କରିବ ନାହିଁ, ସେ ବିଶ୍ୱାସ ମୋର ଅଛି। ଏବେ ଘରେ ବସିଲେ କ'ଣ ହେବ? କଟକ ଯାଅ, ସେଠି ତଦବିର କଲେ କିଛି ନା କିଛି ଗୋଟେ ଚାକିରି ମିଳିଯାଇପାରେ। ଫକୀରମୋହନ, କିନ୍ତୁ ପାଥେୟ କଟକ ଯିବାର ସମ୍ବଳ କାହିଁ? କୃଷ୍ଣା, ହାୟରେ କପାଳ, ରୁହ ମୁଁ ଏ ବାକ୍ସଟା ଦେଖେ, ନୋହିଲେ ଏ ଅନନ୍ତ ଦୁଇପଟ ବନ୍ଧା ରଖିଦେବା। ଆଗେ ମଣିଷ ବଞ୍ଚିଲେ ପରେ ସିନା ଗହଣା। ଫକୀରମୋହନ, ସ୍ୱଗତଃ ମାଷ୍ଟରୀ, ଛାପାଖାନା, କାଗଜ ବେଶ ଭଲ ଥିଲି। ବାହାରିଲି ବୃହତ୍ତର କର୍ମକ୍ଷେତ୍ର ସନ୍ଧାନରେ। ସାଧନା କିନ୍ତୁ ବିକଶିତ ନ ହୋଇ ବିପର୍ଯ୍ୟସ୍ତ ହେଲା। ରହିଲା ଖାଲି ଚିରଦିନର ଦାରିଦ୍ର୍ୟ ଆଉ ଅର୍ଥାଭାବର ଗ୍ଳାନି। କୃଷ୍ଣା, ବାକ୍ସ ଖୋଜି ଖୋଜି, ଏଇ ନିଅ ଏ ଜୟପୁରୀ ମୋହର ଗୋଟାଏ, ଆଉ ଏ ଟଙ୍କାଏ, 2 ଟଙ୍କା, 3, 4, 5, 6, 7, 8, 9, 10, 11, 12, 13, 14 ଟଙ୍କା, ଆଉ ଏ 3 ଅଣା। ଫକୀରମୋହନ, ଯଥାର୍ଥରେ ତମେ ଆଶ୍ଚର୍ଯ୍ୟ କୃଷ୍ଣା। ଆଗ ଏତିକିରେ କଟକ ପହଞ୍ଚେ ତ। ଶୁଣୁଛି ଡମପଡ଼ାରେ କୁଆଡ଼େ ଜଣେ ମ୍ୟାନେଜର ଦରକାର। କୃଷ୍ଣା, ହଉ ଏବେ ଉଠିଲ, ଉଠ, ବେଳ ଗଡ଼ିଗଲାଣି, ଗାଧୋଇ ପଡ଼, ପୂଜାଏ ରନ୍ଧାରେ ତେଣେ ବଡ଼ ଡେରି ହେଲାଣି। ଏଇଠି ଶେଷ ହେଲା ସେନାପତି ଏକାଙ୍କିକାର ଦ୍ୱିତୀୟ ଅଙ୍କର ପ୍ରଥମ ଭାଗ। ଏବେ ଶୁଣିବା ଦ୍ୱିତୀୟ ଅଙ୍କର ଦ୍ୱିତୀୟ ଭାଗ। ଡମପଡ଼ା ଜମିଦାରୀ, ଭଙ୍ଗାରୁଜା ଉଆସ। ଫକୀରମୋହନ ରାଜାଙ୍କ ସହିତ ସାକ୍ଷାତ ପାଇଁ ଆସୁଥିଲେ। ବ୍ରଜନାଥ ସିଂହ, ଆରେ ଦେଖାରେ ଭିତରିଆ, ଦିବାନ ବାବୁଙ୍କୁ ଆଲୁଅ ଦେଖା, ଟିକିଏ ପାଦ ଚିପି ଚିପି ଆସିବେ ଦିବାନ ବାବୁ, ରାସ୍ତାଟା ଶିଉଳିରେ ଭାରି ଖସଡ଼ା ହୋଇଛି କି ନା? ଫକୀରମୋହନ, ଉଆସର ଏ କି ଦୁରବସ୍ଥା କୁହନ୍ତୁ ତ, ଏଇ ଗୋଡ଼ଟା ଅବିକା ଖସି ଯାଇଥାନ୍ତା। ବ୍ରଜନାଥ, ଡମପଡ଼ା ଉଆସ କଥା କାହିଁକି ପଚାରୁଛନ୍ତି ଫକୀରମୋହନ ବାବୁ? ପ୍ରଜାଏ ମିଳିବାନ୍ଧି 5 ବର୍ଷ ହେଲା ଖଜଣା ବନ୍ଦ କରିଦେଇଛନ୍ତି। ଉଆସ ଭିତରେ ଦୈନିକ ଖର୍ଚ୍ଚର ଅଭାବ, ଦେଣା ଦାୟରେ ରାଜା ସାହେବ ପାଗଳ, ମସ୍ତିଷ୍କ ଠିକ୍ ରହୁନାହିଁ। ସମସ୍ତଙ୍କ ଉପରେ ପୁଣି ଅବିଶ୍ୱାସ, କାଳେ କିଏ ବିଷ ଖୁଆଇ ମାରିଦେବ ବୋଲି। ଲିଆ ଆଉ ଦୁଧ ଛଡ଼ା ଅନ୍ୟ ଖାଦ୍ୟ ନାହିଁ। ଉଆସର କଥା ଆଉ ପଚାରୁଛନ୍ତି କାହିଁକି? ଫକୀରମୋହନ, ଉଆସର ଏ ପ୍ରସ୍ତଟା ଏକଦମ ଭାଙ୍ଗି ଭୁଷୁଡ଼ିବା ଉପରେ। ଆଚ୍ଛା, ଏ ପ୍ରଜାମେଳିର କାରଣଟା କ'ଣ ପଟ୍ଟାୟତ ସାହେବ? ବ୍ରଜନାଥ, କାରଣଟା ବଳେ ଜାଣିବେ ନାହିଁ। ପ୍ରଜାଏ ଚାହାନ୍ତି ରଜାଘର ବନ୍ଦା ଛନ୍ଦା ପକାଇ ପେସ୍କିସ୍ ଗଣନ୍ତୁ ପଛକେ, ସେମାନେ କିନ୍ତୁ ନ୍ୟାଯ୍ୟ ଖଜଣା ଦେବେ ନାହିଁ। ଫକୀରମୋହନ, ନା ନା, ପ୍ରଜାମାନେ ଏତେ ଅବୁଝା ହୋଇ ନ ପାରନ୍ତି, ଆମ ଆଡ଼ୁ ନିଶ୍ଚୟ କିଛି ଗଲତି ଥିବ। ବ୍ରଜନାଥ, ଆମ ଆଡ଼ୁ ଗଲତି ଆଉ କ'ଣ? ୱାର୍ଡସ୍ ଅଧୀନରେ ଇଷ୍ଟେଟ୍ ଥିଲାବେଳେ ମ୍ୟାନେଜର
କୋହଳ ଜମାରେ ଜମି ବନ୍ଦୋବସ୍ତ କରି ଯାଇଥିଲେ। ଏବେ ରାଜା ସାହେବଙ୍କ ଇଚ୍ଛା ସମସ୍ତ କିଲ୍ଲା ଜରିପ କରାଇ ଚୌହଦି ନିରୀଖ ଅନୁସାରେ କର ଧାର୍ଯ୍ୟ କରିବେ। ଆକାଶରୁ ତୋଳି ଆଣିଲା ପରି କିଛି ଗୋଟାଏ କରିବା ବା ପ୍ରଜାମାନଙ୍କୁ ଅଯଥା ତଣ୍ଡେଇବା ମଧ୍ୟ ରାଜା ସାହେବଙ୍କର ଇଚ୍ଛା ନୁହେଁ। ଡମପଡ଼ା ଦୋଷିମାଳିରେ ତିଗିରିଆ ବାଙ୍କି ଖୋର୍ଦ୍ଧା ନରାଜରେ ଯେଉଁ ହିସାବରେ ଜମା ଧାର୍ଯ୍ୟ ଅଛି ସେହି ହିସାବରେ ଡମ୍ପଡ଼ାରେ ମଧ୍ୟ ଜମା ଧାର୍ଯ୍ୟ ହେବ। ମାତ୍ର ସର୍ଦ୍ଦାରମାନଙ୍କର ଜିଦ୍ ଶାବକ ଜମା ଉପରେ ସେମାନେ ପଇସାଏ ସୁଦ୍ଧା ଅଧିକା ଦେବେ ନାହିଁ। ପ୍ରଜାଏ ଅତି ଶାନ୍ତଶିଷ୍ଟ, କିନ୍ତୁ ଶାବକ ଦେବାନିଧି ପଟ୍ଟନାୟକଙ୍କର ଏସବୁ କୀର୍ତ୍ତି। ଏକ ନମ୍ବର ପ୍ରଜା ତଣ୍ଟି କଟା, ଚାକିରିରୁ ତଡ଼ା ଖାଇ ଏବେ ପ୍ରଜା ମିଳି ଭିଆଇଛି ଫକୀରମୋହନ। କିନ୍ତୁ ରାଜା ସାହେବ ମଧ୍ୟ ଏମିତି ଅଡ଼ି ବସିବା ତ ଠିକ୍ ନୁହେଁ। ପ୍ରଜାଏ ଅବୁଝା, ତାଙ୍କ ସାଙ୍ଗକୁ ଆମେ ଅବୁଝା ହେଲେ ତ ଚଳିବ ନାହିଁ। ବିଶେଷରେ କଲେକ୍ଟର ସାହେବଙ୍କର ମତିଗତି ପ୍ରଜାମାନଙ୍କ ସପକ୍ଷରେ। ବ୍ରଜନାଥ, ଦେଖନ୍ତୁ ସେ ତ ଆପଣଙ୍କ କାମ, ରାଜା ସାହେବଙ୍କୁ ବୁଝାଇ କୁହନ୍ତୁ ଯଦି କିଛି ହୋଇପାରେ। ମୁଁ ଆସୁଛି ଫକୀରମୋହନ ବାବୁ, ମୋତେ ଆପଣଙ୍କ ସଙ୍ଗରେ ଦେଖିଲେ ରାଜା ଆପଣଙ୍କୁ ବି ଅବିଶ୍ୱାସ କରିବେ। ପାଗଳ ଲୋକ ତ, ଆପଣ ଏକା ଯାଆନ୍ତୁ। ଯାରେ ଭିତରିଆ ଆଗେ ଆଗେ ବାଟ କଢ଼ାଇ ଯା। ଡମପଡ଼ା ରାଜା ରଘୁନାଥ ସିଂଙ୍କ ଭିତର ବୈଠକୀ। ରାଜା ମନକୁ ମନ ବିଡ଼ବିଡ଼ ହେଉଥିଲେ। ରଘୁନାଥ ମାନସିଂ, ଶୁଣ୍ଢି ମହାଜନର ଦେଣା ଲକ୍ଷେ, ବନ୍ଧକୀ 2,37,708 2 ପାଇ। କେତେ ହେଲାରେ ପାଖ ଲୋକ? ଆଚ୍ଛା ଥାଉ ଥାଉ, ବୁଝିଲୁ। ହାତୀ ପଲଙ୍କରେ ପଡ଼ିଲେ ବିଲୁଆ ସୁଦ୍ଧା ତାକୁ କାମୁଡ଼ି ଗୋଡ଼ାଏ। ତା ନହେଲେ ଆମ ନିଜ ମା ଆଉ ଭାଇ ଆମ ନାଁରେ ଖୋରାକ ପୋଷାକ ସକାଶେ ଆମ ନାଁରେ ଅଦାଲତରେ ମୋକଦ୍ଦମା କରିଥାନ୍ତେ କିବେ? ଆମ ଛାମୁଙ୍କୁ କାହିଁକି ଏମିତି ଫଟା ଲୁଗା ପିନ୍ଧାଇଛୁ? ଓହ, ବୁଝିଲି ବୁଝିଲି। କିଏ ରେ ତଳିବେ ତାକୁ? ସେ କାହିଁକି ଛାମୁଙ୍କ ପାଖକୁ ଆସିଛି? ସବୁ ମଣିଷ ଦିଗୁଡ଼ିଆ ଜାନୁଆର, କାହାକୁ ବିଶ୍ୱାସ କରିବାର ନୁହେଁ। ସୁଦିନରେ ସମସ୍ତେ ଆପଣାର, ଦୁର୍ଦିନ ପଡ଼ିଲେ ସମସ୍ତେ ମୁହଁ ବଙ୍କେଇବେ। ଆମେ କ'ଣ ତାଙ୍କର କିଛି ଧାର ଧାରିଛୁ କି? ପାଖ ଲୋକ, ଆଜ୍ଞା ସେ ନୂଆ ଦିବାନ ଛାମୁଙ୍କ ଦର୍ଶନ ପାଇଁ ଆସିଛନ୍ତି। ଫକୀରମୋହନ, ନମସ୍କାର ଆଜ୍ଞା, ମୁଁ ଫକୀରମୋହନ ସେନାପତି ଆପଣଙ୍କର ନୂଆ ଦିବାନ ହୋଇ ଆସିଛି। ଭ୍ରମରବର, ଆସିଛ, ଭଲ କରିଛ। ମୋଠି ତୁମର କି କାମ ଅଛି? ଫକୀରମୋହନ, ଆପଣ ହେଲେ ରାଜା, ରାଜ୍ୟର ମାଲିକ। ଆପଣ ଯାହା ହୁକୁମ କରିବେ ତାହା ତାଲିମ କରିବା ଆମର କାମ। ଭ୍ରମରବର, ଆମେ ହୁକୁମ ଦେଇଛୁ, ତୁମେ ଏଠୁ ପଳାଅ। ଫକୀରମୋହନ, ଛାମୁ ବୁଝିବା ହୁଅନ୍ତୁ, ମୁଁ ପଳାଇବା ପାଇଁ ଏଠାକୁ ଆସିନାହିଁ। କଟକ କିଲ୍ଟର ସାହିବ ଅବସ୍ଥା ବୁଝିବା ପାଇଁ ବାଁରା ଗାଁରେ ଆସି ରାଉଟି ପକାଇ ରହିଛନ୍ତି। ଏବେ ସୁଦ୍ଧା ବେଳ ଅଛି। ଏତେବେଳେ ଆପଣ ମତ ପରିବର୍ତ୍ତନ ନ କଲେ ରାଜ୍ୟ ଖାସ୍ ହୋଇଯିବ। ଭ୍ରମରବର, ଯାଉ, ଆମର ରାଜ୍ୟ ଲୋଡ଼ା ନାହିଁ। ଫକୀରମୋହନ, ତାହେଲେ ଏ ରାଜଗୀ କ'ଣ ଏମିତି ଲୋପ ପାଇଯିବ? ଭ୍ରମରବର, ରାଜଗୀ ରାଜଗୀ। ଫକୀରମୋହନ, ମୋତେ ବିଶ୍ୱାସ କରନ୍ତୁ ଆଜ୍ଞା, ଅବସ୍ଥାଟା ଏମିତି କିଛି ଜଟିଳ ନୁହେଁ, ସବୁ ସମାଧାନ ହୋଇଯିବ। ଭ୍ରମରବର, ମୃତ୍ୟୁ ସବୁ ସମସ୍ୟାର ଚରମ ସମାଧାନ। ତେଣୁ କୌଣସି ସମସ୍ୟା କାହାରି କେବେ ଅଟକି ରହିନାହିଁ ଦିବାନ ବାବୁ। ଆଉ ବିଶ୍ୱାସ, କାହାକୁ ବିଶ୍ୱାସ କରିବି? ତମକୁ? ରାଜମାତା ପଟାୟତ ଠାରୁ ତୁମେ ତ ବେଶୀ ଆପଣାର ନୁହଁ। ସେମାନେ ସୁଦ୍ଧା ମୋ ବିରୁଦ୍ଧରେ ନାଲିସ କଲେ, ଆଉ ତୁମେ କ'ଣ କହୁଛୁ ରେ ପାଖ ଲୋକ? ଆଚ୍ଛା ଦିବାନ ବାବୁ, ପୃଥିବୀଟା ଗୋଲ ନୁହେଁ? ଫକୀରମୋହନ, ହଁ ଆଜ୍ଞା, ପୃଥିବୀଟା ଗୋଲ ଆଉ ପୂର୍ବରୁ ପଶ୍ଚିମକୁ ଘୁରୁଛି। ଭ୍ରମରବର, ତାହେଲେ ଠିକ୍ ହେଲା, ମଣିଷର ଭାଗ୍ୟ ମଧ୍ୟ ସେଇଥିପାଇଁ ଘୁରୁଛି। ଏଇଠି ତ ସବୁ ସମାଧାନ ହୋଇଗଲା। କିଛି ଚିରସ୍ଥାୟୀ ନୁହେଁ, କୌଣସି ସମସ୍ୟା ସୁଦ୍ଧା ନୁହେଁ। କ'ଣ କହନ୍ତି ସଂସ୍କୃତ ପଣ୍ଡିତମାନେ? କ'ଣ କହନ୍ତିଟି? ଚକ୍ରବତ୍ ଘୂର୍ଣ୍ଣନ୍ତି। ଫକୀରମୋହନ, ଚକ୍ରବତ୍ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ। ଭ୍ରମରବର, ଠିକ୍ 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 କହିଲ ଦିବାନ, ତମେ ତାହେଲେ ଖୁବ୍ ଜାଣିବା ଲୋକ। ଫକୀରମୋହନ, ମୁଁ କ'ଣ କହୁଛି କି ଆପଣ କିଲ୍ଟର ସାହିବର ସମାଧାନରେ ରାଜି ହୋଇଯାଆନ୍ତୁ। ଅବସ୍ଥାଟା ଏବେ ସମ୍ଭଳା ପଡ଼ୁ, ତାପରେ ଯାହା ବ୍ୟବସ୍ଥା ଥିବ କରିବା। ଭ୍ରମରବର, ନା ନା ନା, ଜମା ବୃଦ୍ଧିର ବନ୍ଦୋବସ୍ତ ନିଶ୍ଚୟ କରିବାକୁ ହେବ। କିଲ୍ଟର ସାହେବ କିଏ? ପ୍ରଜା ମେଳି କଲେ ଆମେ ବୁଝିବୁ, ଆମେ ଶାସନ କରିବୁ। ପ୍ରଜା ମେଳି କରି ରାତିକୁ ଦିନ, ଦିନକୁ ରାତି କହିଲେ ଆମେ ତାହା କଦାପି ମାନି ନେଇ ପାରିବୁ ନାହିଁ। ଫକୀରମୋହନ, ତା ତ ଖାଣ୍ଟି ସତ କଥା। ବିମ୍ସ ସାହେବଟା ଖୁବ୍ ବଡ଼ ପଣ୍ଡିତ, ହେଲେ କ'ଣ ହେବ?
ସବୁ ପଣ୍ଡିତଙ୍କ ପରି ଭାରି ଏକଜିଦିଆ। ଥରେ ଯେତେବେଳେ ହୁକୁମ ଦେଇସାରିଛି ଜମା ବୃଦ୍ଧି ହେବ ନାହିଁ ବୋଲି ଏବେ ସେ ହୁକୁମ ବଦଳାଇବା ପାଇଁ ତ ସେ ନାରାଜ ହେବ। ଭ୍ରମରବର ଦେଖ ଦିବାନ, ଭୀମ ସାହେବର ହୁକୁମ ଯାହା ହେଉ, ଆମେ ଯେଉଁ ହୁକୁମ ଦେଉଛୁ ତାହା ଅନ୍ୟଥା ହୋଇପାରିବ ନାହିଁ। 2 ପଇସା ବୃଦ୍ଧି ଜମାରେ ତମେ କିଲ୍ଲା ବନ୍ଦୋବସ୍ତ କରିଦିଅ। ମଫସଲରେ ଆମର 5 ବର୍ଷର ଖଜଣା ବାକି ପଡ଼ିଛି, ତୁମେ ଆଦାୟ କରି ସବୁ ନିଅ। ପଇସା ସୁଦ୍ଧା ଆମେ ନେବୁ ନାହିଁ, କିନ୍ତୁ ବୃଦ୍ଧି ଜମାରେ କିଲ୍ଲା ବନ୍ଦୋବସ୍ତ କରିବାକୁ ହିଁ ପଡ଼ିବ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସେନାପତି ଏକାଙ୍କିକାର ଦ୍ୱିତୀୟ ଅଙ୍କର ପ୍ରଥମ ଓ ଦ୍ୱିତୀୟ ଭାଗ। ଏକାଙ୍କିକାଟି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।